ଧର ଜଣେ କୋଣାର୍କ ଛାଡି ଆଉ ଗୋଟେ ପାର୍ଟି ଆମେ ଲେଖିଦେବୁ ଯେ ତାର କୌଣସି ଇଏ ଡ୍ୟୁ ନାହିଁ, ସେ ତାର ଯାଇପାରିବ, ଏତିକିରେ ଏଗ୍ରିମେଣ୍ଟ କରିଥିଲା, ଆପଣ ତାକୁ ନେଇପାରିବେ। ହଁ, କଣ ପାଇଁ ଏଇଟା କରାଯାଇନଥିଲା? ପୂର୍ବରୁ କିଛି ଆବଶ୍ୟକତା ନଥିଲା। ମାକ୍ସିମମ୍ ଦେଖନ୍ତୁ ଯାତ୍ରା ପାର୍ଟି ସବୁ ବର୍ଷ 2ଟି 3ଟି କି 4ଟି ପାର୍ଟି ଏମିତି ବନ୍ଦ ହଉଛି। କାହିଁ ବନ୍ଦ ହଉଛି? ଯଦି ସେମାନେ ଆର୍ଥିକ ଭଲ ସ୍ଥିତିରେ ଥାନ୍ତି ସେ ଯାତ୍ରା ପାର୍ଟି ବନ୍ଦ କରିଥାନ୍ତେ କି? ବନ୍ଦ କରୁଛନ୍ତି କୋଉ ପରିବେଶ ଆର୍ଥିକ ପରିସ୍ଥିତି ନେଇକି। ଏଇ ବର୍ଷ 4ଟି ପାର୍ଟି ବନ୍ଦ ହବାକୁ ଯାଉଛି। ଯୋଉ ପାର୍ଟି ଗୁଡିକ ଭଲ ଚାଲିଥିଲା ଧୀରେ ଧୀରେ ସେମାନେ ଆର୍ଥିକ ଅବସ୍ଥା ଅସୁବିଧା ହେବାରୁ ସେ ବନ୍ଦ କରିବା ବସିଛନ୍ତି। ତେଣୁ କେବେ ବି ମାଲିକ ମାନେ ଭଲ ନାହାନ୍ତି। ଛାଡିକି ଯାତ୍ରା ପାର୍ଟି ଯିବ ଅନ୍ୟ କଳାକାର କଣ ସାର୍ଟିଫିକେଟ ନେଇକି ଯିବେ? ଏନଓସି ନେବ, ନୋ ଅବଜେକ୍ସନ ଗୋଟେ ନେବ। ଧର ଜଣେ କୋଣାର୍କ ଛାଡି ଆଉ ଗୋଟେ ପାର୍ଟି ଆମେ ଲେଖିଦେବୁ ଯେ ତାର କୌଣସି ଇଏ ଡ୍ୟୁ ନାହିଁ, ସେ ତାର ଯାଇପାରିବ, ଏତିକିରେ ଏଗ୍ରିମେଣ୍ଟ କରିଥିଲା, ଆପଣ ତାକୁ ନେଇପାରିବେ। ହଁ, କଣ ପାଇଁ ଏଇଟା କରାଯାଇନଥିଲା? ପୂର୍ବରୁ କିଛି ଆବଶ୍ୟକତା ନଥିଲା। ଆବଶ୍ୟକତା ନଥିଲା, ହେଇନଥିଲା। ଯେକୌଣସି ଆଇନ କାନୁନ ଟା ହୁଏ ଆବଶ୍ୟକତା ପଡିଲେ ଆଇନ କାନୁନ ହୁଏ। ଆଇପିଏଲ ଭଳି ଏବେ ଅପସନର ଜରୁରୀ ରହିଛି କି କଳାକାର ମାନେ ନାଇଁ ନାଇଁ ସେମିତି କିଛି ନାହିଁ। ଏବେ ତ ନା ଆଇପିଏଲ ସାଙ୍ଗରେ ଆକୁ ତୁଳନା ହଉ। କଳାକାର ଅଧିକ ହତାଶ ହଉଛନ୍ତି କି ମାଲିକ ଅଧିକ ହତାଶ ହଉଛନ୍ତି ଯାତ୍ରାରେ? ମାନେ କୋଉଟାକୁ ଆର୍ଥିକ ମାଲିକ ମାନେ ହତାଶ ହଉଛନ୍ତି। ମୁଁ ଆପଣ ମାନଙ୍କୁ କହୁଛି ଆଜି ମାଲିକ ମାନେ ବହୁତ ହତାଶ ହଉଛନ୍ତି। ମାନେ ଆମର ମାକ୍ସିମମ୍ ଦେଖନ୍ତୁ ଯାତ୍ରା ପାର୍ଟି ସବୁ ବର୍ଷ 2ଟି 3ଟି କି 4ଟି ପାର୍ଟି ଏମିତି ବନ୍ଦ ହଉଛି। କାହିଁ ବନ୍ଦ ହଉଛି? ଯଦି ସେମାନେ ଆର୍ଥିକ ଭଲ ସ୍ଥିତିରେ ଥାନ୍ତି ସେ ଯାତ୍ରା ପାର୍ଟି ବନ୍ଦ କରିଥାନ୍ତେ କି? ବନ୍ଦ କରୁଛନ୍ତି କୋଉ ପରିବେଶ ଆର୍ଥିକ ପରିସ୍ଥିତି ନେଇକି। ତ ଆର୍ଥିକ ପରିସ୍ଥିତି ଭଲ ନାହିଁ ବୋଲି ସେମାନେ ବନ୍ଦ କରୁଛନ୍ତି। ଏଇ ବର୍ଷ 4ଟି ପାର୍ଟି ବନ୍ଦ ହବାକୁ ଯାଉଛି। ଯୋଉ ପାର୍ଟି ଗୁଡିକ ଭଲ ଚାଲିଥିଲା ଧୀରେ ଧୀରେ ସେମାନେ ଆର୍ଥିକ ଅବସ୍ଥା ଅସୁବିଧା ହେବାରୁ ସେ ବନ୍ଦ କରିବା ବସିଛନ୍ତି। ତେଣୁ କେବେ ବି ମାଲିକ ମାନେ ଭଲ ନାହାନ୍ତି।